ରାଧେଶ୍ୟାମ। ତ ଫ୍ରେଣ୍ଡସ୍, ଚାଲନ୍ତୁ ଆଜି ଚତୁର୍ଦ୍ଦଶ ଅଧ୍ୟାୟର ନିଷ୍କର୍ଷକୁ ପଢ଼ିବା। ସାରାଂଶକୁ ଚାଲନ୍ତୁ। ଏହି ଅଧ୍ୟାୟରେ ପ୍ରାରମ୍ଭରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଜ୍ଞାନମାନଙ୍କ ମଧ୍ୟରେ ଅତି ଉତ୍ତମ ପରମ ଜ୍ଞାନ ମୁଁ ପୁନର୍ ତୁମ ନିମନ୍ତେ କହିବି, ଯାହାକୁ ଜାଣି ମୁନିମାନେ ଉପାସନା ଦ୍ୱାରା ମୋର ସ୍ୱରୂପକୁ ପ୍ରାପ୍ତ ହୋଇଥାନ୍ତି। ପୁନର୍ ସୃଷ୍ଟିର ଆଦିକାଳରେ ସେମାନେ ଜନ୍ମ ନେଇ ନଥାନ୍ତି, କିନ୍ତୁ ଶରୀର ନିଧନ ତ ହୋଇଥାଏ। ମୃତ୍ୟୁ ସମୟରେ ସେମାନେ ବ୍ୟତୀତ ହୋଇ ନଥାନ୍ତି। ସେମାନେ ବାସ୍ତବରେ ଶରୀର ତ ସେହି ଦିନ ହିଁ ତ୍ୟାଗ କରି ଦେଇଥାନ୍ତି, ଯେଉଁ ଦିନ ସ୍ୱରୂପରୁ ପ୍ରାପ୍ତ କରି ଦେଇଥାନ୍ତି। ପ୍ରାପ୍ତି ଜୀବନ ଅବସ୍ଥାରେ ହିଁ ହୋଇଥାଏ, କିନ୍ତୁ ଶରୀରର ଅନ୍ତ ସମୟରେ ମଧ୍ୟ ସେମାନେ ବ୍ୟତୀତ ହୋଇ ନଥାନ୍ତି। ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ସତ୍ତ୍ୱ, ରଜ ଏବଂ ତମ, ଏହି ତିନି ଗୁଣ ହିଁ ଜୀବାତ୍ମାକୁ ଶରୀରରେ ବାନ୍ଧି ଦେଇଥାନ୍ତି। ଦୁଇ ଗଣକୁ ଦମନ କରି ତୃତୀୟ ଗୁଣର ବୁଦ୍ଧି କରାଯାଇପାରିବ। ଗୁଣ ପରିବର୍ତ୍ତନଶୀଳ ଅଟେ। ପ୍ରକୃତି ଯିଏକି ଅନାଦି, ସେ ନଷ୍ଟ ହୋଇ ନଥାଏ, ବରଂ ଗୁଣର ପ୍ରଭାବରୁ ପରିବର୍ତ୍ତନ କରାଯାଇପାରିବ। ଗୁଣ ମନ ଉପରେ ପ୍ରଭାବ ପକାଇଥାନ୍ତି। ଯେବେ ସତ୍ତ୍ୱଗୁଣର ବୁଦ୍ଧି ହୋଇଥାଏ, ତେବେ ଈଶ୍ୱରୀୟ ପ୍ରକାଶ ଓ ବୋଧଶକ୍ତି ରହିଥାଏ। ରଜଗୁଣ ରାଗାତ୍ମକ ଅଟେ। ସେହି ସମୟରେ କର୍ମ ଉପରେ ଲୋଭ ରହିଥାଏ, ଆସକ୍ତି ରହିଥାଏ ଓ ଅନ୍ତଃକରଣରେ ତମଗୁଣ କାର୍ଯ୍ୟରୂପ ନେଇ ଆଳସ୍ୟ ପ୍ରମାଦ ଘେନି ଯାଆନ୍ତି। ସତ୍ତ୍ୱଗୁଣ ବୃଦ୍ଧି ସମୟରେ ମୃତ୍ୟୁକୁ ପ୍ରାପ୍ତ ହୋଇଥିବା ପୁରୁଷ ନିର୍ମଳ ଲୋକରେ ଜନ୍ମ ନେଇଥାଏ। ରଜଗୁଣ ବୃଦ୍ଧି ସମୟରେ ମାନବ ଯୋନିରେ ହିଁ ଜନ୍ମ ହୋଇଥାଏ ଓ ତମଗୁଣ ବୃଦ୍ଧି ସମୟରେ ମଣିଷ ଶରୀର ତ୍ୟାଗ କରି ପଶୁ, କୀଟ, ପତଙ୍ଗାଦି ଅଧମ ଯୋନିକୁ ପ୍ରାପ୍ତ ହୋଇଥାଏ। ତେଣୁକରି ମନୁଷ୍ୟକୁ କ୍ରମଶଃ ଉନ୍ନତ ଗୁଣ, ସାତ୍ତ୍ୱିକ ଗୁଣ ଆଡ଼କୁ ଅଗ୍ରସର ହେବା ଉଚିତ। ବସ୍ତୁତଃ ତିନି ଗୁଣ ଯେ କୌଣସି ଜନ୍ମର ହିଁ କାରଣ ହୋଇଥାଏ। ଗୁଣ ହିଁ ଆତ୍ମାକୁ ଶରୀରରେ ବନ୍ଦୀ ରଖିଥାଏ। ତେଣୁକରି ତିନି ଗୁଣରୁ ଅତୀତ ହେବା ଆବଶ୍ୟକ। ପୁରୁଷ ଯାହାଙ୍କ ଦ୍ୱାରା ମୁକ୍ତ ହୋଇଥାନ୍ତି, ତାହାଙ୍କ ସ୍ୱରୂପ ବର୍ଣ୍ଣନା କରି ଯୋଗେଶ୍ୱର କହିଲେ ଯେ, ଅଷ୍ଟଧା ମୂଳ ପ୍ରକୃତି ଗର୍ଭଧାରଣ କରୁଥିବା ମାତା ଅଟେ ଏବଂ ମୁଁ ବୀଜ ପ୍ରଦାନ କରୁଥିବା ପିତା ଅଟେ। ଅନ୍ୟ କେହି ନା ମାତା ଅଟନ୍ତି ନା ପିତା। ଯେଉଁ ପର୍ଯ୍ୟନ୍ତ ଏହି କ୍ରମ ରହିଥିବ, ସେହି ପର୍ଯ୍ୟନ୍ତ ଏହି ଚରାଚର ଜଗତରେ ନିମିତ୍ତ ହୋଇ କେହି ନା କେହି ମାତା ପିତା ହୋଇ ଆସୁଥିବେ। କିନ୍ତୁ ବସ୍ତୁତଃ ପ୍ରକୃତି ହିଁ ମାତା ଅଟେ ଏବଂ ମୁଁ ହିଁ ସମସ୍ତଙ୍କର ପିତା ଅଟେ। ଏହା ଉପରେ ଅର୍ଜୁନ ତିନିଗୋଟି ପ୍ରଶ୍ନ କଲେ। ଗୁଣାତୀତ ପୁରୁଷ ଲକ୍ଷଣ କ'ଣ? ତାହାଙ୍କ ଆଚରଣ କିପରି? ଏବଂ କେଉଁ ଉପାୟରେ ମନୁଷ୍ୟ ଏହି ତିନି ଗୁଣରୁ ଅତୀତ ହୋଇଥାଏ? ଏହିପରି ଯୋଗେଶ୍ୱର ଶ୍ରୀକୃଷ୍ଣ ଗୁଣାତୀତ ପୁରୁଷଙ୍କ ଲକ୍ଷଣ ଏବଂ ଆଚରଣ କହି ଏକ ଶେଷରେ ଗୁଣାତୀତ ହେବାର ଉପାୟ କହିଲେ ଯେ, ଯେଉଁ ପୁରୁଷ ଅବ୍ୟଭିଚାରିଣୀ ଭକ୍ତି ଏବଂ ଯୋଗ ଦ୍ୱାରା ନିରନ୍ତର ମୋର ଭଜନ କରୁଥାଏ, ସେ ତିନି ଗୁଣରୁ ଅତୀତ ହୋଇଯାଇଥାଏ। ଅନ୍ୟ କାହାର ଚିନ୍ତନ ନ କରି ନିରନ୍ତର ଇଷ୍ଟଙ୍କ ଚିନ୍ତନ କରିବା ହିଁ ଅବ୍ୟଭିଚାରିଣୀ ଭକ୍ତି ଅଟେ। ଯିଏ ସଂସାର ସଂଯୋଗ ବିୟୋଗରୁ ସର୍ବଥା ରହିତ, ତାହାର ନାମ ହିଁ ଯୋଗ ଅଟେ। ତାହାକୁ କାର୍ଯ୍ୟ ରୂପ ଦେବା ପ୍ରଣାଳୀ ନାମ ହିଁ କର୍ମ ଅଟେ। ଯଜ୍ଞ ଯେଉଁଥିରେ ସମ୍ପନ୍ନ ହୋଇଥାଏ, ତାହା ହିଁ କ୍ରିୟାତ୍ମକ ଅଟେ। ଅବ୍ୟଭିଚାରିଣୀ ଭକ୍ତି ଦ୍ୱାରା, ସେହି ନିୟତ କର୍ମ ଆଚରଣ ଦ୍ୱାରା ହିଁ ପୁରୁଷ ତିନି ଗୁଣରୁ ଅତୀତ ହୋଇଥାଏ ଏବଂ ସେ ଅତୀତ ହୋଇ ବ୍ରହ୍ମଙ୍କ ସହିତ ଏକାକାର ତଥା ପୂର୍ଣ୍ଣ କଳ୍ପକୁ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ହୋଇଥାଏ। ଗୁଣ ଯେଉଁ ମନ ଉପରେ ପ୍ରଭାବ ପକାଇଥାନ୍ତି, ତାହାର ବିଲୟ ହେବା କ୍ଷଣି ବ୍ରହ୍ମ ସହିତ ଐକ୍ୟ ଭାବ ହୋଇଯାଇଥାଏ। ଏହା ହିଁ ବାସ୍ତବିକ କଳ୍ପ ଅଟେ।
ଅତଃ ଭଜନ ନକରି କିଏ ମଧ୍ୟ ଗୁଣମାନକୁ ଅତୀତ ହୋଇନଥାଏ। ଶେଷରେ ଯୋଗେଶ୍ୱର ଶ୍ରୀକୃଷ୍ଣ ନିର୍ଣ୍ଣୟ ଦେଉଛନ୍ତି ଯେ ସେହି ଗୁଣାତୀତ ପୁରୁଷ ଯେଉଁ ବ୍ରହ୍ମ ସହିତ ଏକ ଭାବରେ ସ୍ଥିତ ହୋଇଥାଏ ସେହି ବ୍ରହ୍ମର ଅମୃତ ତତ୍ତ୍ୱ ଶାଶ୍ୱତ ଧର୍ମର ଏବଂ ଅଖଣ୍ଡ ଏକରସ ଆନନ୍ଦରେ ମୁଁ ହିଁ ଆଶ୍ରୟ ଅଟେ। ଅର୍ଥାତ୍ ପ୍ରଧାନ କର୍ତ୍ତା ମୁଁ ହିଁ ଅଟେ। ବର୍ତ୍ତମାନ ତ ଶ୍ରୀକୃଷ୍ଣ ଚାଲିଗଲେ, ସେହି ଆଶ୍ରୟ ମଧ୍ୟ ଚାଲିଗଲା। ତେବେ ତ ବଡ଼ ଦୁଃଖର ବିଷୟ। ସେହି ଆଶ୍ରୟ ବର୍ତ୍ତମାନ କୋଉଠୁ ମିଳିବ? କିନ୍ତୁ ଏପରି ନୁହେଁ। ଶ୍ରୀକୃଷ୍ଣ ନିଜର ପରିଚୟ ଦେଉଛନ୍ତି ଯେ ସେ ଜଣେ ଯୋଗୀ ଥିଲେ, ସ୍ୱରୂପସ୍ଥ ମହାପୁରୁଷ ଥିଲେ ଓ ଶିଷ୍ୟସ୍ତେ ହଁ ସାଧିମା ତ୍ୱାପରଣ୍ୟମ୍। ଅର୍ଜୁନ କହିଲେ, ମୁଁ ଆପଣଙ୍କର ଶିଷ୍ୟ, ଆପଣଙ୍କର ଶରଣରେ ଆସିଛି, ମୋତେ ସମ୍ଭାଳନ୍ତୁ। ସ୍ଥାନ ସ୍ଥାନରେ ଶ୍ରୀକୃଷ୍ଣ ନିଜର ପରିଚୟ ଦେଉଛନ୍ତି, ସ୍ଥିତପ୍ରଜ୍ଞ ମହାପୁରୁଷଙ୍କ ଲକ୍ଷଣ ମଧ୍ୟ କହିଲେ ଏବଂ ସେମାନଙ୍କ ସହିତ ନିଜର ତୁଳନା ମଧ୍ୟ କଲେ। ଅତଃ ସ୍ପଷ୍ଟ ହେଉଛି ଯେ ଶ୍ରୀକୃଷ୍ଣ ଜଣେ ମହାତ୍ମା ଯୋଗୀ ଥିଲେ। ବର୍ତ୍ତମାନ ଯଦି ଆପଣଙ୍କୁ ଅଖଣ୍ଡ ଏକରସ ଆନନ୍ଦ, ଶାଶ୍ୱତ ଧର୍ମ ଅଥବା ଅମୃତ ତତ୍ତ୍ୱର ଆବଶ୍ୟକ, ତେବେ ସେହି ସମସ୍ତଙ୍କ ପ୍ରାପ୍ତିର ସ୍ରୋତ ଗୋଟିଏ ମାତ୍ର ସଦ୍‌ଗୁରୁ ଅଟନ୍ତି। ସିଧା ପୁସ୍ତକକୁ ପଢ଼ି ଏପରି କେହି ମଧ୍ୟ ପାଇପାରିବେ ନାହିଁ। ଯେବେ ସେହି ମହାପୁରୁଷ ଆତ୍ମାଙ୍କଠାରୁ ଅଭିନ୍ନ ହୋଇ ହୃଦୟରେ ରଥି ହୋଇ ଯାଇଥାନ୍ତି, ତେବେ ଧୀରେ ଧୀରେ ଅନୁରାଗୀଙ୍କୁ ସଞ୍ଚାଳିତ କରି ତାଙ୍କ ସ୍ୱରୂପ ପର୍ଯ୍ୟନ୍ତ କେଉଁଥିରେ ସେ ସ୍ୱୟଂ ପ୍ରତିଷ୍ଠିତ ଅଟନ୍ତି, ସେହି ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାନ୍ତି। ତାହା ହିଁ ଏକମାତ୍ର ମାଧ୍ୟମ। ଏହିପରି ଯୋଗେଶ୍ୱର ଶ୍ରୀକୃଷ୍ଣ ନିଜକୁ ସମସ୍ତଙ୍କ ଆଶ୍ରୟ ବୋଲି କହି ଏ ଚତୁର୍ଦ୍ଦଶ ଅଧ୍ୟାୟ ସମାପନ କଲେ। ଓକେ, ତ ଏଇଠି ଚତୁର୍ଦ୍ଦଶ ଅଧ୍ୟାୟ ସମାପ୍ତ ହେଇଯାଇଛି। ଆପଣଙ୍କୁ ନିହାତି ଭଲ ଲାଗୁଥିବ, ନିହାତି ଶୁଣନ୍ତୁ। କାରଣ ଶ୍ରୀମଦ୍ ଭଗବତ ଗୀତାକୁ ଆପଣ ଯେତିକି ଶୁଣିବେ ସେତିକି ପୁଣ୍ୟବାନ ହେବାରେ ଲାଗନ୍ତି, ସେତିକି ଆପଣଙ୍କ ଜୀବନ ଉଦ୍ଧାର ହେବାରେ ଲାଗେ। ସେଥିପାଇଁ ନିହାତି ଶୁଣନ୍ତୁ। ରାଧେ ଶ୍ୟାମ।